ମୁସଲମାନ ଝିଅ ଗୀତା ପଢ଼ିଲା କବିତା। ଆମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମାନ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜାପାନକୁ ଗଲେ ବୁଲିବା ପାଇଁ, ଉପହାର ଦେଲେ ଗୀତାକୁ ନେଇ। ଆମେରିକା ଗଲେ ବୁଲିବା ପାଇଁ, ଓବାମାକୁ ଦେଲେ ଗୀତାକୁ ନେଇ। ଯେଉଁ ଦେଶ ଯିଏ ଯାଅ ରେ ଭାଇ, ଗୀତା ନେଇ ବାଣ୍ଟ ସମସ୍ତେ ଭାଇ। ରାଜନେତା ମାନେ ଗୀତାକୁ ନେଇ ପାର୍ଲାମେଣ୍ଟ ଯିବେ ସମସ୍ତେ ଭାଇ। ବିଧାନସଭାକୁ ରାଜ୍ୟସଭାକୁ ଗୀତା ନେଇ ଯିବେ ପଢ଼ିବା ପାଇଁ। ଗୀତା ଯେ ପଢ଼ିବ ନେତା ସେ ହୋଇବ, ସରକାରୀ ଚାକିରି କରିବ ସେହି। ଓକିଲ ମୋହର ଗୀତାକୁ ଛୁଇଁବେ, ପକ୍ଷପାତ କେହି କରିବେ ନାହିଁ। ତୁରନ୍ତ ବିଚାର ହାକିମ କରିବେ, ମାଲି ମକଦ୍ଦମା ଗଡ଼ିବ ନାହିଁ। ହାକିମ ପେସ୍କାର ଗୀତାକୁ ପଢ଼ିବେ, ନିମପତ୍ର ସର୍ବେ ଖାଇବା ଭାଇ। ମୋଗଲର ଝିଅ ଗୀତାକୁ ପଢ଼ିଲା, ଧନ୍ୟ 12 ବର୍ଷ ଝିଅଟି ସେହି। କବି ବସି ଘରେ ଭାବୁଛି ଲେଖୁଛି, ମନରେ ଭାବୁଛି ବସିକି ମୁହିଁ। ଗୋଟିଏ ଗୀତାକୁ ପାନ କରି ସର୍ବେ ସ୍କୁଲ କଲେଜରେ ପଢ଼ରେ ଯାଇ। ଗୀତାକୁ ପଢ଼ିଲେ ବିଶ୍ୱ ହେବ ଏକ, ଜାତି ଭେଦଭାବ ରହିବ ନାହିଁ। ରାଗ ହିଂସା ଭାବ ଦୂର କର, ସର୍ବେ ଶାସ୍ତ୍ର ଜାଣେ ଧର୍ମ ଏକ ଅଟଇ। ଗୀତାକୁ ପଢ଼ିବା ସର୍ବେ ଭାରତୀୟ, ଗୀତା ବାନା ଉଡ଼ାଇବାରେ ଭାଇ। ପୃଥିବୀରେ ଯେତେ ଦେଶବାସୀ ଅଛ, ଯୋଗ ପ୍ରାଣାୟାମ କରିବା ଭାଇ। ମଣିଷ ଜନମ ଦୁର୍ଲଭ ଜନମ, ଆଉ ଥରେ ଜନ୍ମ ହେବୁ କି ନାହିଁ। ସମତା ଡୋରିରେ ସର୍ବେ ବାନ୍ଧି ହୁଅ, ଗାନ୍ଧୀ ଧରିଥିଲେ ଗୀତାକୁ ଭାଇ। ଗାନ୍ଧୀ ଆଦର୍ଶରେ ସ୍ୱାଧୀନ ହୋଇଛୁ, ଗୀତାକୁ ବାଣ୍ଟୁଥା ବିଶ୍ୱରେ ନେଇ। ଗୀତାକୁ ପଢ଼ିଲି କବି ମୁଁ ହୋଇଲି, ନିଜ ଅନୁଭୂତି ଲେଖୁଛି ମୁହିଁ। କଳାକାର ଭତ୍ତା ଆପ୍ଲାଇ କରୁଛି, ମୁହିଁ ନ କବି ଭତ୍ତା ପାଇଲି ନାହିଁ।